ମାତା ପାର୍ବତୀଙ୍କର ତିନୋଟି ପ୍ରଶ୍ନ। କେଉଁ ସ୍ତ୍ରୀ ଜୀବନରେ ସବୁବେଳେ ସଧବା ହୋଇ ରହିଥାଏ? ନମ୍ବର 2, କେଉଁ ସ୍ତ୍ରୀକୁ ଜୀବନରେ କେବେ ବି ସୁଖ ମିଳିନଥାଏ? ନମ୍ବର 3, ଏହିପରି କ'ଣ ଜିନିଷ ଅଛି ଯାହାକୁ ସ୍ୱାମୀ ମାଗିଲେ ମଧ୍ୟ ସ୍ତ୍ରୀ ଦିଏ ନାହିଁ? ଦିନେ ଭଗବାନ ଶିବ କୈଳାସ ପର୍ବତରେ ବସିଥିବା ବେଳେ ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ହେ ପ୍ରଭୁ, ଯେତେବେଳେ ମୁଁ ଆପଣଙ୍କୁ ଭେଟିବାକୁ ଆସୁଥିଲି ମୋର ଆଖି ମୃତ୍ୟୁ ଲୋକ ଉପରେ ପଡ଼ିଲା, ଯେଉଁଠାରେ ମୁଁ ଦେଖିଲି ଯେ ପରସ୍ପର ଘନିଷ୍ଠ ବନ୍ଧୁ ଥିବା 3 ଜଣ ମହିଳାଙ୍କ ମଧ୍ୟରୁ 2 ଜଣ ବିଧବା ଭାବରେ ଦୁଃଖିତ ଜୀବନ ବିତାଉଛନ୍ତି, କିନ୍ତୁ ସେ ମଧ୍ୟ ଜଣେ ମହିଳା ସଧବା ଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଖୁସିରେ ଜୀବନ ବିତାଉଥିଲେ। ମୁଁ ଏହି ସବୁ ଦେଖି କିଛି ବି ବୁଝିପାରିଲିନି, ତେଣୁ ମୋ ମନରେ 3ଟି ପ୍ରଶ୍ନ ଗୁଞ୍ଜିବାକୁ ଲାଗିଲା। ବର୍ତ୍ତମାନ ମୁଁ ଚାହୁଁଛି ଆପଣଙ୍କ ମୋର 3ଟି ପ୍ରଶ୍ନ ଉତ୍ତର ଦିଅନ୍ତୁ ଏବଂ ମୋର ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରନ୍ତୁ। ଏହିଭଳି ଭାବରେ ମାତା ପାର୍ବତୀଙ୍କ କଥା ଶୁଣି ଭଗବାନ ଶିବ କହନ୍ତି, ଦେବୀ ପାର୍ବତୀ, ମୋତେ ତୁମର 3ଟି ପ୍ରଶ୍ନକୁ ତୁମ ପ୍ରଶ୍ନର ଉତ୍ତର ଦେଇ ତୁମକୁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବି। ଏବେ ମାତା ପାର୍ବତୀ କହିଛନ୍ତି, ଭଗବାନ, ମୋର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ମହିଳା ସକାଳ ବିଧବା ହୁଅନ୍ତି? ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, ଯେଉଁ ମହିଳାଙ୍କୁ ଜୀବନରେ କେବେ ସୁଖ ମିଳେ ନାହିଁ? ଏବଂ ମୋର ତୃତୀୟ ପ୍ରଶ୍ନ ହେଉଛି, ଏମିତି କ'ଣ ଜିନିଷ ଅଛି ଯାହାକୁ ମାଗିଲେ ଜଣେ ପତ୍ନୀ ତାହା ନିଜ ସ୍ୱାମୀକୁ ମଧ୍ୟ ଦିଏ ନାହିଁ? ମାତା ପାର୍ବତୀଙ୍କ ଏହି ପ୍ରଶ୍ନ ଶୁଣି ଭଗବାନ ଶିବ କହିବାକୁ ଆରମ୍ଭ କଲେ, ଦେବୀ ପାର୍ବତୀ, ତୁମେ ଯେଉଁ ମହିଳାଙ୍କ ବିଷୟରେ କହୁଛ ସେମାନଙ୍କ ମଧ୍ୟରୁ 2 ଜଣ ବିଧବା ହୋଇ ଦୁଃଖିତ ଜୀବନ ବିତାଉଛନ୍ତି, ଆଉ ସେଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି। ଯଦି ତୁମେ ଏହା ଜାଣିବାକୁ ଚାହୁଁଛ ଏହିପରି କାହିଁକି ହେଉଛି, ତେବେ ମୁଁ ତୁମକୁ ଏକ ଛୋଟ କାହାଣୀ କହିବି। ଏହି କାହାଣୀକୁ ବହୁତ ଧ୍ୟାନର ସହ ଶୁଣ। ଯେତେବେଳେ ସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତି ସେମାନେ ମାତା ଅଧା ଜ୍ଞାନ ପାଇଥାନ୍ତି, ଯାହା ଜୀବନରେ କୌଣସି କାମରେ ଆସିନଥାଏ, କାରଣ ତୁମର ଏହି 3ଟି ପ୍ରଶ୍ନ ଉତ୍ତର ଏହି ଛୋଟ କାହାଣୀ ଭିତରେ ରହିଛି। ଯଦି ତୁମେ ଏହି କାହାଣୀକୁ ଧ୍ୟାନର ସହ ଶୁଣିବ, ତେବେ ତୁମେ ନିଶ୍ଚିତ ଭାବରେ ତୁମର 3ଟି ପ୍ରଶ୍ନର ଉତ୍ତର ପାଇବ। ମାତା ପାର୍ବତୀ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହ ମହମତ। ଆପଣ କାହିଁକି ଆରମ୍ଭ କରନ୍ତୁ। ମୁଁ ମୋର ପୁରା ହୃଦୟରୁ କାହାଣୀ ଶୁଣିବାକୁ ଏବଂ ପର୍ଯ୍ୟନ୍ତ ଆପଣଙ୍କ କାହାଣୀ କହିବେ ମୋ ମନ ଅନ୍ୟ କୌଣସି ସ୍ଥାନକୁ ଯିବ ନାହିଁ। ଭଗବାନ ଶିବ କହିଛନ୍ତି, ଦେବୀ ପାର୍ବତୀ, ପ୍ରଥମେ ତୁମକୁ ସେହି ମହିଳାଙ୍କ କାହାଣୀ କହିବି ଯିଏ ସୌଭାଗ୍ୟମ ହୋଇ ସୁଖୀ ଜୀବନ ବିତାଉଛନ୍ତି। ଦେଖ ଦେବୀ, ତୁମେ ଯେଉଁ ସଧବା ମହିଳାଙ୍କ ବିଷୟରେ କହୁଛ ସେ ହେଉଛନ୍ତି ଜଣେ ରାଜାଙ୍କ ସେବକଙ୍କ ପତ୍ନୀ, ଏବଂ ଯେଉଁ ସେବକଙ୍କ ସେ ପତ୍ନୀ ଅଟନ୍ତି, ସେହି ସେବକ ତାଙ୍କ ପତ୍ନୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଏବଂ ଭରସା ରହିଥାନ୍ତି। ଯେଉଁ ତାଙ୍କ ପତ୍ନୀ ଏକ ପବିତ୍ରତା ସ୍ତ୍ରୀ, ଯାହାଙ୍କ ସେହି ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ବି ବାରମ୍ବାର ପ୍ରଶଂସା କରନ୍ତି। ଗୋଟିଏ ଦିନର କଥା, ଦିନେ ସେହି ରାଜାଙ୍କ ସେବକ ତାଙ୍କ ପତ୍ନୀଙ୍କୁ ଏତେ ପ୍ରଶଂସା କଲେ ଯେ ଏହି କଥା ଧୀରେ ଧୀରେ ରାଜା ଦରବାର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ତାପରେ ରାଜା ତାଙ୍କୁ ସେବକଙ୍କୁ ଡାକି ସେ ସେବକଙ୍କୁ କହିଲେ ଯେ, ତୁମେ ତୁମ ସ୍ତ୍ରୀକୁ ସମସ୍ତଙ୍କ ଆଗରେ ପ୍ରଶଂସା କରିଛ ଯେ ତୁମ ପତ୍ନୀ ଜଣେ ପବିତ୍ରତା ସ୍ତ୍ରୀ। ତୁମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି? ଭଗବାନ ଶିବ କହିଥିଲେ ଯେ, ଦେବୀ ପାର୍ବତୀ, ରାଜାଙ୍କ ଏହିପରି କଥା ଶୁଣି ସେବକ କହିଲେ, ମହାରାଜ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ମୋର ପତ୍ନୀ ଜଣେ ପବିତ୍ରତା ସ୍ତ୍ରୀ। ଏବେ ରାଜାଙ୍କ ମହାମନ୍ତ୍ରୀ କହିଲେ, ଯଦି
ଯଦି ମୁଁ ତୁମ ପତ୍ନୀଙ୍କ ପବିତ୍ରତା ଧର୍ମ ଭାଙ୍ଗିଦେବି ତେବେ ତୁମକୁ ଜଣେ ଦଣ୍ଡ ମିଳିବ। ସେବକ କହିଲେ, ଯଦି ଆପଣ ମୋର ପତ୍ନୀଙ୍କ ପବିତ୍ରତା ଧର୍ମ ଭଙ୍ଗ କରିଦେବେ ତେବେ ମହାରାଜ ମୁଁ ଫାଶୀ ଦେବି। ଏବେ ରାଜାଙ୍କ ସେବକ ମହାରାଜଙ୍କୁ କହିଛନ୍ତି ଯେ ମହାମନ୍ତ୍ରୀ ମୋର ପତ୍ନୀଙ୍କ ପବିତ୍ରତା ଧର୍ମ ଭଙ୍ଗ କରିବାରେ ସକ୍ଷମ ନ ହୁଅନ୍ତି ତେବେ ତାହାଙ୍କୁ କ'ଣ ଦଣ୍ଡ ମିଳିବ? ତ ରାଜା କହିଥିଲେ, ମହାମନ୍ତ୍ରୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯିବ। ଭଗବାନ ଶିବ କହିଛନ୍ତି, ପାର୍ବତୀ ଏହି ଉପାୟରେ ମନ୍ତ୍ରୀ ସ୍ୱୀକାର କରି ସେବକଙ୍କୁ ପଚାରିଲେ, ମୁଁ ଏହିପରି କ'ଣ ଜାଣିଛି ଯାହା ଦେଖି ତୁମକୁ ବିଶ୍ୱାସ ହେବ ଯେ ମୁଁ ତୁମ ପତ୍ନୀଙ୍କ ପବିତ୍ରତା ଧର୍ମ ଭାଙ୍ଗିବାରେ ସଫଳ ହୋଇଛି ବୋଲି ତୁମେ ବିଶ୍ୱାସ କରିବ? ତାପରେ ସେବକ କହିଲେ, ମହାମନ୍ତ୍ରୀ, ଯଦି ତୁମେ ମୋ ଘରକୁ ଯାଅ ଏବଂ ମୋର ବିବାହ ସମୟରେ ମୋତେ ଏକ ପଗଡ଼ି ଏବଂ ଏକ ଖଣ୍ଡା ମିଳିଥିବା ଯାହା ବରକୁ ଦିଆଯାଏ, ଏହାକୁ ମୋର ପତ୍ନୀଙ୍କୁ ବହୁତ ଭଲ ଭାବରେ ସୁରକ୍ଷିତ ରଖିଛନ୍ତି, ଯାହାକୁ ସୁହାଗର ସଂକେତ ଭାବରେ ବିବେଚନା କରାଯାଏ। ଯଦି ତୁମେ ମୋତେ ସେହି ପଗଡ଼ି ଏବଂ ଖଣ୍ଡା ଦେଖାଇବ, ମୁଁ ସ୍ୱୀକାର କରିବି ଯେ ତୁମେ ମୋର ପତ୍ନୀଙ୍କ ପବିତ୍ରତା ଧର୍ମକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିବାରେ ସଫଳ ହୋଇଛି। ଏବେ ଭଗବାନ ଶିବ କହନ୍ତି, ପାର୍ବତୀ ସତ ଗ୍ରହଣ କରିବା ଉପରେ ମନ୍ତ୍ରୀ ନଗରକୁ ଯାଇ ଜଣେ ଦୂତୀଙ୍କୁ ଭେଟିଥାନ୍ତି, ଯିଏ ପରସ୍ପର ମଧ୍ୟରେ ସେ ସମ୍ପନ୍ନ ସୃଷ୍ଟି କରାଇବାରେ କାମ କରିଥିଲେ, ଆଉ ସେ ସେହି କାମ କରିବାରେ ସକ୍ଷମ ଥିଲେ ଯାହା ଅନ୍ୟ କେହି କରିନଥିଲେ। ତାହାପରେ ମନ୍ତ୍ରୀ ନିଜ ସ୍ୱାର୍ଥ ପାଇଁ ଦେବୀଙ୍କୁ ଡାକି ଦୂତୀଙ୍କୁ କହିଲେ, ଦେଖ, ଏହି ନାମରେ ଜଣେ ବ୍ୟକ୍ତି ଅଛନ୍ତି, ତାହାଙ୍କର ମୋ ସହ ବାଜି ଲାଗିଛି। ଏବଂ ତାପରେ ସେହି ମହିଳାଙ୍କୁ ସେହି ବାଜି ବିଷୟରେ ସବୁ କିଛି କହିଥିଲେ। ତାପରେ ସେ ଦୂତୀଙ୍କୁ କହିବାର ଆରମ୍ଭ କଲେ ଯେ ତୁମେ ସେହି ମହିଳାଙ୍କ ସହ ଯେ କୌଣସି ଭାବରେ ମୋର ସମ୍ପର୍କ କରାଯାଇ ଦିଅ। ତୁମେ ଯେତେ ଟଙ୍କା ଚାହୁଁଛ ମୁଁ ସେତେ ଟଙ୍କା ଦେବି। ଭଗବାନ ଶିବ କହିଲେ, ପାର୍ବତୀ ମନ୍ତ୍ରୀଙ୍କ କଥା ଶୁଣିବା ପରେ ଦୂତୀ କହିଲେ, ଭାଇ, ସେହି ମହିଳାଙ୍କ ବିଷୟରେ କଥା ହୁଅ ନାହିଁ। ସେହି ସ୍ତ୍ରୀ ସମ୍ପୂର୍ଣ୍ଣ ପବିତ୍ରତା, ସେ ତୁମ ଆଡ଼କୁ ଚାହିଁବେ ନାହିଁ, ସେ ଆପଣଙ୍କ ମୁହଁ ମଧ୍ୟ ଦେଖିବେ ନାହିଁ ଏବଂ ତାଙ୍କ ପରିବାରର ସଦସ୍ୟ ଏବଂ ବିପଜ୍ଜନକ। ମନ୍ତ୍ରୀ କହିଲେ, ଠିକ୍ ଅଛି, ଯଦି ତୁମେ ମୋତେ ତାହା ସହ ଯୋଗାଯୋଗ କରାଇପାରିବ ନାହିଁ ତାହେଲେ ଗୋଟିଏ କାମ କର, ତାଙ୍କ ଘରକୁ ଯାଇ ପଗଡ଼ି ଓ ଖଣ୍ଡା ଚୋରି କରି ନେଇ ଆସ ଏବଂ ଯଦି ତାଙ୍କ ପତ୍ନୀଙ୍କ ଅକର୍ମଣୀୟ ଅଙ୍ଗରେ କୌଣସି ଚିହ୍ନ ଅଛି ତେବେ ସେହି ଚିହ୍ନ ଦେଖି ମୋତେ ଆସି କହିବ, ତେବେ ମୁଁ ତୁମକୁ ତୁମ ଇଚ୍ଛା ଅନୁଯାୟୀ ପୁରସ୍କାର ଦେବି। ଭଗବାନ ଶିବ କହନ୍ତି, ପାର୍ବତୀ ଦୁଇ ଏକ କଥା ଶୁଣି କହିଲେ, ଠିକ୍ ଅଛି, ମୁଁ ତୁମର କାମ ନିଶ୍ଚୟ କରିବି। ସେବକ ଯେଉଁ ନଗରରେ ରହୁଥିଲେ, ଦୂତୀ ସେବକଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କ ପାଖରୁ ଯାଇ କହିଲେ, ଝିଅ, ମୁଁ ତୁମ ସ୍ୱାମୀଙ୍କର ମାଉସୀ, ମୁଁ ଅନେକ ବର୍ଷ ପରେ ଆସିଛି। ତେଣୁ ମହିଳା ଜଣକ କହିଲେ, ମାଉସୀ, ଆସନ୍ତୁ, ମୁଁ ଆପଣଙ୍କୁ ପୂର୍ବରୁ କେବେ ଦେଖିନଥିଲି, ତେଣୁ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ଆଉ ଏପରି ଭାବରେ ସେହି ସେବକଙ୍କ ସ୍ତ୍ରୀ ସେହି ଦୂତୀଙ୍କୁ ବହୁତ ସମ୍ମାନ ଦେଇଥିଲେ, କିନ୍ତୁ ସେ କ'ଣ ଜାଣିଥିଲେ କି ସେ ତାଙ୍କ ସହ ଛଳ କରିବାକୁ ଆସିଛନ୍ତି? ବର୍ତ୍ତମାନ ଭଗବାନ ଶିବ କହନ୍ତି, ପାର୍ବତୀ, ସେ ଦୂତୀ ଜଣକ ସେବକଙ୍କ ସ୍ତ୍ରୀଙ୍କ ସହିତ 2 ଦିନ ରହିଥିଲେ। ଯେତେବେଳେ ମହିଳା ଜଣକ ଗାଧୋଇବାକୁ ଗଲେ, ଦୂତୀ ଜଣକୁ ଲୁଚି ଲୁଚି ଦେଖିବାକୁ ଲାଗିଲେ ଏବଂ ତାଙ୍କ ଘରେ ଏକ କଳା ଯାଇଥିଲା ଯାହା ଦୂତୀ ଦେଖି ଦେଇଥିଲେ।
ଏବଂ ତାଙ୍କର କାମ ପୂରଣ ହୋଇଯାଇଥିଲା। ଅପରକ୍ଷରେ ଗାଧୋଇଥିବା ବେଳେ ପରେ ସେବକଙ୍କ ସ୍ତ୍ରୀ ଶୋଇ ଘରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଯାଉଥିଲେ ବେଳେ ଦ୍ରୁତି ଯୋଗାଯୋଗ ପାଇଁ ସେବକଙ୍କ ଘରୁ ପଗଡ଼ି ଓ ଖଣ୍ଡା ଚୋରି କରି ସେଠାରୁ ଲୁଚି ପଳାଇ ଯାଇଥିଲେ ଏବଂ ଯାଇ ମନ୍ତ୍ରୀଙ୍କୁ ପଗଡ଼ି ଓ ଖଣ୍ଡା ଦେଇଥିଲେ ଏବଂ ସେହି ପବିତ୍ରତା ସ୍ତ୍ରୀଙ୍କ ସଂଘରେ ଥିବା କଳାଜାଇ ବିଷୟରେ ମଧ୍ୟ କହିଥିଲେ। ଭଗବାନ ଶିବ କହନ୍ତି ପାର୍ବତୀ ତାଙ୍କ ପରେ ମନ୍ତ୍ରୀ ପଗଡ଼ି ଓ ଖଣ୍ଡା ଧରି ସିଧା ରାଜାଙ୍କ ଦରବାରକୁ ଯାଇ ରାଜାଙ୍କୁ କହିଲେ, ମହାରାଜ, ମୁଁ ସେବକଙ୍କ ପତ୍ନୀଙ୍କ ସହ 2 ଦିନ ବିତାଇ ତାଙ୍କ ହାତରୁ ଏକ ପଗଡ଼ି ଏବଂ ଖଣ୍ଡା ଆଣିଥିଲି। ତାପରେ ରାଜା ଦରବାର ସ୍ଥାପନ କରି ସେବକଙ୍କୁ ଡାକି ସଭାରେ ସେବକଙ୍କୁ ମନ୍ତ୍ରୀ ପଗଡ଼ି ଓ ଖଣ୍ଡା ଦେଖାଇଥିଲେ ଏବଂ ସଙ୍ଗେ ତାଙ୍କ ପତ୍ନୀଙ୍କର ଜଙ୍ଘରେ ଥିବା କଳାଜାଇ ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ସେ ତାଙ୍କ ପତ୍ନୀଙ୍କ ଜଙ୍ଘରେ ଥିବା କଳାଜାଇ ବିଷୟରେ କହିଲେ, ସେବକ ରାଜି ହେଲେ ଯେ ବାସ୍ତବରେ ଆଜି ମୋ ପତ୍ନୀ ତାଙ୍କ ପବିତ୍ରତା ଧର୍ମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଭଗବାନ ଶିବ ପାର୍ବତୀଙ୍କୁ କହିଛନ୍ତି। ତାପରେ ରାଜା କହିଲେ ଯେ ସେବକଙ୍କୁ 15 ଦିନ ପରେ ଫାଶୀ ଦିଆଯିବ ଏବଂ ସେବକଙ୍କୁ ତାଙ୍କର ଶେଷ ଇଚ୍ଛା ପଚାରିଲେ ସେବକ କହିଲେ, ମୁଁ ମୋ ପତ୍ନୀଙ୍କୁ ଶେଷ ଥର ପାଇଁ ଭେଟିବାକୁ ଚାହୁଁଛି। ଭଗବାନ ଶିବ କହନ୍ତି, ପାର୍ବତୀ ରାଜା ସେବକଙ୍କ ଶେଷ ଇଚ୍ଛା ଅନୁସାରେ କହିଥିଲେ ଯେ ତୁମେ ତୁମ ପତ୍ନୀଙ୍କୁ ଦେଖା କରିପାରିବ। ତାପରେ ସେବକ ତାଙ୍କ ଘରକୁ ଗଲେ ଏବଂ ତାଙ୍କ ପତ୍ନୀଙ୍କୁ କହିଲେ, ତୁମେ ମୋ ସହ ବହୁତ ବଡ଼ ବିଶ୍ୱାସଘାତକତା କରିଛ। ମୁଁ ତୁମକୁ ବିଶ୍ୱାସ କରି ପତ୍ନୀଙ୍କ ସହ ଏପରି ସର୍ତ୍ତ ରଖିଥିଲି ଯେ ରାଜାଙ୍କ ଦରବାରରେ ମୁଁ ରାଜାଙ୍କ ସମ୍ମୁଖରେ କହିଥିଲି ଯେ ଯଦି କେହି ମୋ ପତ୍ନୀଙ୍କ ପବିତ୍ରତା ଧର୍ମକୁ ନଷ୍ଟ କରିଦିଅନ୍ତି ତେବେ ମୋତେ ଫାଶୀ ଦେଇଦେବେ। ଏବେ ମୋତେ 15 ଦିନ ପରେ ଫାଶୀ ଦିଆଯିବ। ମୋ ସହ ବିଶ୍ୱାସଘାତ କରି ତୁମେ ଠିକ୍ କଲ ନାହିଁ। ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଲେ ଯେ ସେହି ପବିତ୍ରତା ମହିଳା ତାଙ୍କ ସ୍ୱାମୀଙ୍କ ସହ କିଛି କହିଥିଲେ କିନ୍ତୁ ସେ ଏହାକୁ ବିଶ୍ୱାସ କରେ ନାହିଁ ଏବଂ ପୁଣି ଥରେ ରାଜାଙ୍କ ଦରବାରରେ ପହଞ୍ଚି ଜେଲରେ ଭର୍ତ୍ତି ହୋଇଯାଇଥିଲେ ଏବଂ ସେବକଙ୍କ ପବିତ୍ରତା ପ୍ରତି ଭଗବାନଙ୍କୁ ସ୍ମରଣ କରି ରାଜାଙ୍କ ଦରବାରକୁ ଯାଇ ରାଜାଙ୍କୁ ନୃତ୍ୟ କରିବାକୁ ଅନୁମତି ମାଗିଥିଲେ। ଯେହେତୁ ସେବିକାଙ୍କ ପତ୍ନୀ ବହୁତ ସୁନ୍ଦର ଥିଲେ ଏବଂ ରାଜାଙ୍କ ନୃତ୍ୟକୁ ମଧ୍ୟ ବହୁତ ଭଲ ପାଉଥିଲେ, ତେଣୁ ରାଜା ଆଦେଶ ଦେଲେ ଯେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ଏହି ସୁନ୍ଦରୀ ନୃତ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରନ୍ତୁ। ଭଗବାନ ଶିବ କହନ୍ତି ଯେ ପାର୍ବତୀ ସେତେବେଳେ ସମସ୍ତ ମନ୍ତ୍ରୀ ମହାମନ୍ତ୍ରୀ ଦରବାରରେ ଉପସ୍ଥିତ ଥିଲେ। ସେତେବେଳେ ସେହି ସେବକ ପତ୍ନୀ ନୃତ୍ୟ କରିବା ଆରମ୍ଭ କଲେ। ରାଜାଙ୍କୁ ନୃତ୍ୟ ଅତ୍ୟନ୍ତ ଭଲ ଲାଗିଲା। ତାପରେ ରାଜା କହିଲେ, ତୁମେ ମୋତେ କଣ ମାଗିବାକୁ ଚାହୁଁଛ? ତୁମେ ଯାହା ମାଗିବ ମୁଁ ତୁମକୁ ତାହା ଦେବି। ଭଗବାନ ଶିବ କହିଲେ, ଦେବି। ପାର୍ବତୀ ଏହାପରେ ସେବକ ପତ୍ନୀ କହିଲେ, ମହାରାଜ, ଆପଣଙ୍କର ସଭାରେ ମୋର ଟଙ୍କା ଚୋରି କରି ନେଇଥିବା ଜଣେ ଚୋର ଅଛି, ତାକୁ ଫାଶୀ ଦଣ୍ଡ ଦେଶ ଦିଅନ୍ତୁ। ଏବଂ ରାଜା କହିଲେ, ଠିକ୍ ଅଛି, ମୋର ଦରବାରରେ ତୁମେ ଚୋରି କିଛି ତା ନାମ କଣ? ନିଶ୍ଚୟ ତାକୁ ମୃତ୍ୟୁଦଣ୍ଡ ଦେବି। ଭଗବାନ ଶିବ ପାର୍ବତୀଙ୍କୁ କହିଲେ। ତାପରେ ସେବକ ପତ୍ନୀ କହିଲେ, ମହାରାଜ, ଆପଣଙ୍କର ଏହି ମନ୍ତ୍ରୀ ମୋର ଚୋର, ଆପଣଙ୍କ ତାଙ୍କୁ ଫାଶୀ ଦଣ୍ଡ ଦିଅନ୍ତୁ। ଏବେ ସେହି ସୁନ୍ଦରୀ ମନ୍ତ୍ରୀଙ୍କୁ ଚୋର ବୋଲି କହୁଥିବାର ଶୁଣିବା ମାତ୍ରେ ମନ୍ତ୍ରୀ କହିବା ଆରମ୍ଭ କଲେ ଯେ ମହାରାଜ, ମୁଁ ଆପଣଙ୍କର ନିକଟରେ ଶପଥ କରି କହୁଛି ଯେ ମୁଁ ତାଙ୍କଠାରୁ କୌଣସି ଜିନିଷ ଚୋରି କରିନାହିଁ। ମୁଁ ତାଙ୍କୁ ଏପର୍ଯ୍ୟନ୍ତ ଜାଣି ନାହିଁ ବା ଦେଖି ନାହିଁ, ତେଣୁ ମୁଁ ତାଙ୍କଠାରୁ କିପରି ଚୋରି କରିପାରିବି? ମୁଁ ଆଜି ପର୍ଯ୍ୟନ୍ତ ଏହି ସୁନ୍ଦରୀଙ୍କ ଚେହେରା ମଧ୍ୟ ଦେଖି ନାହିଁ। ବର୍ତ୍ତମାନ ଭଗବାନ ବି
ଶିବ ପାର୍ବତୀଙ୍କୁ କହିଲେ, ମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଏହି ସୁନ୍ଦରୀଙ୍କ ଚେହେରା ମଧ୍ୟ ଦେଖି ନାହାନ୍ତି ବୋଲି କହିବା ମାତ୍ରେ ସେହି ସୁନ୍ଦରୀ କହିବା ଆରମ୍ଭ କଲେ, ମହାରାଜ, ଯଦି ଏହି ମନ୍ତ୍ରୀ ମୋତେ ଜାଣିଛନ୍ତି ନାହିଁ ତାହା ତେବେ ଆପଣଙ୍କ ତାଙ୍କୁ ପଚାରନ୍ତୁ ସେ ଏହି ପଗଡ଼ି ଓ ଖଣ୍ଡା କେଉଁଠାରୁ ଆଣିଛନ୍ତି। ମୁଁ ସେହି ସେବକଙ୍କ ମନ୍ତ୍ରୀ ଯିଏ ଆପଣଙ୍କ ରାଜ ଦରବାରରେ କାମ କରେ ଏବଂ ଆପଣଙ୍କ ମୋର ନିରୀହ ସ୍ୱାମୀଙ୍କୁ ଫାଶୀ ଦେବାକୁ ଯାଉଛନ୍ତି। ଏବେ ମୁଁ ପୁରା କାହାଣୀ କହୁଛି। ଆପଣଙ୍କର ଏହି ମନ୍ତ୍ରୀ ତାଙ୍କର ଗୋଟିଏ ଦୂତୀମା ପାଖକୁ ପଠାଇ ମୋ ଜଙ୍ଘରେ ଥିବା କଳାଜାଇ କଥା ଜାଣିବାକୁ ପାଇଲେ ଏବଂ ସେହି ଦୂତୀମା ଘରକୁ ଖଣ୍ଡା ଓ ପଗଡ଼ି ଚୋରି କରି ମନ୍ତ୍ରୀଙ୍କୁ ଦେଇଥିଲେ ଏବଂ ଯେତେବେଳେ ଆପଣଙ୍କ ମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଦୂତୀ ମୋ ଘରକୁ ଆସିଲେ, ସେ ମୋତେ କହିଲେ ଯେ ସେ ମୋ ସ୍ୱାମୀଙ୍କର ମାଉସୀ, ସେ ପ୍ରଥମ ଥର ପାଇଁ ଆସିଛନ୍ତି, ତେଣୁ ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ। ଭଗବାନ ଶିବ କହନ୍ତି, ପାର୍ବତୀ ଏହିପରି ସେବକଙ୍କ ପତ୍ନୀଙ୍କ କଥା ଶୁଣି ରାଜା ଦୂତୀକୁ ଡାକିଲେ। ତାପରେ ଦୂତୀ ରାଜାଙ୍କୁ ପୁରା ସତ କହିଲେ। ତାପରେ ରାଜା ସେବକଙ୍କୁ ମୁକ୍ତ କରି ମନ୍ତ୍ରୀଙ୍କୁ ଫାଶୀ ଦେଲେ। ଭଗବାନ ଶିବ କହନ୍ତି ଯେ ପାର୍ବତୀ ଏଭଳି ଭାବରେ ସେହି ସବୁ ସେବକଙ୍କ ପବିତ୍ରତା ସ୍ତ୍ରୀ ଶେଷରେ ରାଜାଙ୍କୁ କହିଲେ, ମହାରାଜ, ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲ ପାଏ। ମୁଁ ଜଣେ ଉତ୍ତମ ଚରିତ୍ରର ମହିଳା ଏବଂ ମୁଁ କେବେ ବି ମୋ ସ୍ୱାମୀଙ୍କ ନାମ ମଧ୍ୟ ମୋ ପାଟିରୁ ବାହାର କରିନାହିଁ। ଏବେ ଭଗବାନ ଶିବ କହନ୍ତି, ପାର୍ବତୀ, ମୋ କାହାଣୀ ପୁରା ହୋଇଛି। ଏବେ ଶୁଣ ତୁମର ତିନୋଟି ପ୍ରଶ୍ନର ଉତ୍ତର। ତୁମର ପ୍ରଥମ ପ୍ରଶ୍ନର ଥିଲା, ଯେଉଁ ମହିଳା ଅକାଳରେ ବିଧବା ହୋଇଯାଇଥାନ୍ତି ସେ ମହିଳାମାନେ ନିଜ ସ୍ୱାମୀଙ୍କ ସହ ଛଳ କରିଥାନ୍ତି। ସେମାନେ ଅକାଳରେ ବିଧବା ହୋଇଥାନ୍ତି କାରଣ ସ୍ୱାମୀଙ୍କ ସହ ଛଳ କରିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ହାନି ହୁଏ ଏବଂ ତାପରେ ସ୍ୱାମୀ ଅକାଳରେ ମୃତ୍ୟୁବରଣ କରିଥାଏ। ଏହା ଏକମାତ୍ର ରହସ୍ୟ ହେଉଛି ଆପଣଙ୍କ ଯେଉଁ ତିନି ଜଣ ବନ୍ଧୁଙ୍କ ବିଷୟରେ କହୁଥିଲେ, ସେମାନଙ୍କ ମଧ୍ୟରୁ 2 ଜଣ ବିଧବା ଥିଲେ ଏବଂ ଜଣେ ସେବକଙ୍କ ପତ୍ନୀ ଥିଲେ ଯିଏ କି ଜଣେ ପବିତ୍ରତା ମହିଳା ଥିଲେ। ଏବଂ ତୁମର ଦ୍ୱିତୀୟ ପ୍ରଶ୍ନ ଥିଲା, ଯେଉଁ ମହିଳାଙ୍କୁ ଜୀବନରେ କେବେ ବି ସୁଖ ମିଳେ ନାହିଁ, ଯେଉଁ ମହିଳାମାନେ ସ୍ୱାମୀଙ୍କ ବିନା ତୀର୍ଥଯାତ୍ରା କିମ୍ବା ବିଭିନ୍ନ ପର୍ବକୁ ଯାଇଥାନ୍ତି, ସେମାନଙ୍କ ଜୀବନରେ କେବେ ସୁଖ ନଥାଏ। ଏପରି ମହିଳାମାନେ ଜୀବନରେ ଦୁଃଖୀ ହୁଅନ୍ତି ଏବଂ ସେମାନଙ୍କୁ କେବେ ବି ଭଲ ପାଇବା ମିଳିନଥାଏ। ଏବେ ଭଗବାନ ଶିବ କହନ୍ତି, ପାର୍ବତୀ, ତୁମ ଦ୍ୱିତୀୟ ପ୍ରଶ୍ନ ଥିଲା, ଏମିତି କ'ଣ ଜିନିଷ ଅଛି ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ମାଗିଲେ ମଧ୍ୟ ଦିଅନ୍ତି ନାହିଁ? ତାହା ହେଉଛି ଗାଳି ବା ଦୁର୍ବ୍ୟବହାର ଦେଇ ପାରିବେ ନାହିଁ। ନିଜ ସ୍ୱାମୀଙ୍କୁ ଗାଳି ବା ଦୁର୍ବ୍ୟବହାର ଦେଇପାରିଥିବା ମହିଳା କେବେ ବି ଚରିତ୍ରବାନ ମହିଳା ହୁଅନ୍ତି ଏବଂ ଏଭଳି ମହିଳା ସାରା ଜୀବନ କାନ୍ଦିଥାନ୍ତି। ତାଙ୍କ ଜୀବନରେ କେବେ ବି ଖୁସିର ସମୟ ଆସିନଥାଏ ଏବଂ ଏପରି ମହିଳା ସମୟ ପୂର୍ବରୁ ବିଧବା ହୋଇଯାଇଥାନ୍ତି। ଏହିପରି ଭଗବାନ ଶିବଙ୍କ ପାଟିରୁ ନିଜ ତିନୋଟି ପ୍ରଶ୍ନର ଉତ୍ତର ଶୁଣିବା ମାତ୍ରେ ମାତା ପାର୍ବତୀ ସନ୍ତୁଷ୍ଟ ହୋଇ କୁହନ୍ତି ଯେ, ସ୍ୱାମୀ ମୁଁ ପ୍ରକୃତରେ ଚରିତ୍ରବାନ ଅଟନ୍ତି, କେବେ ବି ଦୁଃଖ ଜୀବନ ଯାପନ କରନ୍ତି ନାହିଁ, କାରଣ ମା ଲକ୍ଷ୍ମୀ ସର୍ବଦା ଏପରି ଘରେ ବାସ କରନ୍ତି ଆଉ ସେହି ଘର ସବୁବେଳେ ସୁଖ ସମୃଦ୍ଧି ଭରି ହୋଇଯାଇଥାଏ। ଏହିଭଳି ମହିଳାମାନେ ସବୁବେଳେ ଘରକୁ ସ୍ୱର୍ଗରେ ପରିଣତ କରିଥାନ୍ତି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଥରେ ଆସିବି ଆଉ ଏକ ସୁନ୍ଦର ଭିଡ଼ିଓ ନେଇ। ରହୁଛି, ନମସ୍କାର।